ମଥାମଣି ଦେଇଥିଲେ ବୋଲି ରାମ ବିଶ୍ୱାସ କଲେ। ସେ ଫଳ ରାମଚନ୍ଦ୍ର କାହିଁକି ଏ ଫଳକୁ ବିଶ୍ୱାସ କଲେ ଯେ ସୀତା ହିଁ ଏ ଫଳ ମୋ ପାଇଁ ଦେଇଛନ୍ତି ବୋଲି, ଲକ୍ଷ୍ମଣ ପାଇଁ ବି ଦେଇଛନ୍ତି ଏବଂ ହନୁମାନ ପାଇଁ ଏବଂ ବିଭୀଷଣଙ୍କ ପାଇଁ ଏବଂ କାହା ପାଇଁ ସୁଗ୍ରୀବଙ୍କ ପାଇଁ 5 ଜଣଙ୍କ ପାଇଁ 5ଟା ଫଳ ସୀତା ମା ହନୁମାନ ହାତରେ ପଠେଇଛନ୍ତି। ତ ସୁଧୀ ସଜ୍ଜନ ମଣ୍ଡଳୀ, ଆଜି ଭଗବାନ ହନୁମାନ ଲଙ୍କାକୁ ପୋଡ଼ିବେ ନା ନାହିଁ? ରାବଣ ବାନ୍ଧି ଦେଇକି ଅକ୍ଷୟ କୁମାରକୁ ପ୍ରଭୁ ପଠେଇଲା। ଯେତେବେଳେ ହନୁମାନ ଆସିଛି, ରାବଣ ଭାବିଲା ଯଦି ବାନରଟେ ଆସିଛି ତାହେଲେ ଅଙ୍ଗଦ ଆସିବ। ସେ ଆଉ ଭାବିନି ଯେ ହନୁମାନ ବୋଲି ଗୋଟେ କିଏ ଆସିବ ବୋଲି। ସେ ଅଙ୍ଗଦ ଭାବିକିରି ହିଁ ଅକ୍ଷୟକୁ ପଠେଇଦେଲା। ଏଇ ପଛେ ଅକ୍ଷୟ କୁମାର ଆଚଲ ଆସନ ଦେଇ ସୁଭଟ ଅପାରା। ଅକ୍ଷୟ କୁମାର ଭାବିକି ସିନା ପଠେଇଦେଲା। ଅକ୍ଷୟ କୁମାରକୁ ଆଗ ନିପାତ କରିଦେଲେ। ଭଗବାନ ହନୁମାନ କହିଲେ ଅଙ୍ଗଦ ଆସିବାକୁ ବାଟ ତିଆରିଆ ଦରକାର। ଅକ୍ଷୟ ଥିବା ପର୍ଯ୍ୟନ୍ତ ଅଙ୍ଗଦ ମତାକୁ ଆସିପାରିବନି। ଅକ୍ଷୟ କୁମାରକୁ ମାରିଦେଲେ ଇନ୍ଦ୍ରଜିତ ମେଘନାଦ ଆସିବା ପରେ ବ୍ରହ୍ମପାଶରେ ତ ହନୁମାନଙ୍କୁ ବାନ୍ଧି ପାରିବେନି। ନିଜ ଇଚ୍ଛାରେ ବାନ୍ଧିକି ହନୁମାନ ଗଲେ। ଲଙ୍କା ଗଡ଼ରେ ଯେତେବେଳେ ପହଞ୍ଚିଲେ, ଦଶାନନ ରାବଣ ବସିଛି ସିଂହାସନ ଉପରେ, କହିଲେ ବିଶ୍ରବାନନ୍ଦନ ବୀର ଦଶାନନ ନବଗ୍ରହ ବାନ୍ଧି ଦେଖ ବସେ ସିଂହାସନ। ରାବଣ ପିଲା ନାତିକ ସବୁ ଯେତିକି ଅଛନ୍ତି, ଯମ ତା ଘରେ ଲୁଗା କାଟୁଛି। ଶନି ତା ଗୋଡ଼ ତଳେ ଅଛି। ଶନିକି ଦେଖିଲେ ଶିବ ଭଗବାନଙ୍କୁ ଦିନେ କହିଲେ, ଆଜ୍ଞା ତମକୁ ଶନିଙ୍କର ବକ୍ର ଦୃଷ୍ଟି ଆଜି ପଡ଼ିବ। ଶନିଙ୍କର ବକ୍ର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଶିବ ଲୁଚିଲେ। କହିଲେ ଆଚ୍ଛା ଶନି ଯଦି ମୋତେ ଦେଖିବାକୁ ଆସିବ, ମୋ ଦୃଷ୍ଟି ପଡ଼ିଗଲେ ମୋ ପୁଅ ଉପରେ ପଡ଼ିଦେଲା ଯେ ମୋ ପୁଅର ବେକ କଟାଇଗଲା। ଗଣେଶ ଟିକେ ଶନିକି ଦେଖି ଦେଇଦେଲେ ବୋଲି ଶନିଙ୍କର ଗଣେଶଙ୍କର ବେକ କଟାଇଗଲା ଶନି ଦୃଷ୍ଟିରୁ। ଶିବ ଭାବିଲେ ଯଦି ମତ ମୋ ବେକଟା କଟିଯିବ କି, ତାହେଲେ ମୁଁ କୋଉଠି ଲୁଚିବି ବୋଲି ଓସ୍ତ ଗଛ ମୂଳେ ଶଙ୍କର ଭଗବାନ ଲୁଚିଥିଲେ ବୋଲି ଓସ୍ତ ଗଛ ମୂଳେ ଆମମାନେ ଯାଇକି ଦୀପ ଦିଅନ୍ତି। ଶନି ଗ୍ରହ ଦଶାରୁ ଉଦ୍ଧାର ପାଇବା ପାଇଁ ରାଶିଚକ୍ର ଦୀପ ଦିଅନ୍ତି। ତ ସୁଧୀ ସଜ୍ଜନ ମଣ୍ଡଳୀ, ଯଦି ଶନିକି ଦେଖିଲେ ଶିବ ଡରୁଛନ୍ତି, ସେ ଶନି ଉପରେ ଗୋଡ଼ ଥୋଇକି ସିଂହାସନ ଉପରେ ରାବଣ ବଇଛି। ଯମକୁ ଦେଖିଲେ ସାରା ଜଗତ ଡରୁଛି। ଯମ ତାଙ୍କ ଘରେ ଲୁଗାପଟା ସଫା କରୁଛି। ତାଙ୍କ ନାତିମାନ ହବିଲେ ମୁତିଲେ ସେ ଲୁଗାକୁ ସଫାସୁତୁରା କରି ଶୁଖେଇକି ଥୋଉଛି। ବ୍ରହ୍ମା ତାଙ୍କ ଘରେ ଟ୍ୟୁସନ ମାଷ୍ଟର ହେଇକି ଅଛନ୍ତି ସବୁ ପିଲାଙ୍କୁ ପାଠ ପଢ଼ିବା ପାଇଁ। ତ ଏତେ ବଡ଼ ଜ୍ଞାନୀକି ରାବଣ ଦେଖିଦେଲେ। ହନୁମାନ ଦେଖୁଛନ୍ତି ଚାତୁର୍ଦିଗକୁ, ଆହା କ'ଣ ସେ କରିକି ରଖିଛି ରାବଣ। କହିଲେ ଯାହା ହଉ ଏତେ ବଡ଼ ଜ୍ଞାନୀଟିଏ ମୁଁ ଦେଖିନଥିଲି। ହନୁମାନ କହିଲେ ଧନ୍ୟ ରାବଣ, ଧନ୍ୟ ବୋଲି କହିଲେ। ତ ସୁଧୀ ସଜ୍ଜନ ମଣ୍ଡଳୀ, ହନୁମାନ ଚିନ୍ତା କଲେ ଯିଏ ନବଗ୍ରହଙ୍କୁ ବାନ୍ଧି ପାରୁଛି, ବ୍ରହ୍ମାଙ୍କୁ ଟ୍ୟୁସନ ମାଷ୍ଟର କରିପାରୁଛି, ଇନ୍ଦ୍ର ବରୁଣକୁ କାମରେ ଲଗେଇ ଦେଉଛି, ଯମକୁ ଲୁଗା କଚେଇ ଦେଉଛି, ତାକୁ ଟିକେ ବୁଝେଇବା ବୁଝିଯିବ କି ସେ ତାଙ୍କୁ ଫେରିଦିଏ ବୋଲି ତାକୁ ଟିକେ ବୁଝେଇବା। ହନୁମାନଙ୍କୁ ବୁଝେଇଲା ହନୁମାନ, କିନ୍ତୁ ରାବଣ ବୁଝିଲା ନାହିଁ। ରାବଣ ବୁଝିବ କି? ଗୋସ୍ୱାମୀ କହିଲେ ପରା ଯଦ୍ୟପି ସୁଧାବର ସୈନ୍ୟବତ ଫୁଲ ଫଳଇ ନବେତ ଯଉ ଗୁରୁ ମିଳେ ବିରଞ୍ଚି ସମ ମୂର୍ଖ ହୃଦୟ ନଚେତ। ରାବଣ ଜାଣି ଶୁଣିକି ବୁଝୁନି, କିଛି ବୁଝୁନି। ତାକୁ ସମସ୍ତେ ବୁଝେଇଲେ। ମୁନି ପୁଲସ୍ତ୍ୟ ବୁଝେଇଲେ। ପୁଲସ୍ତ୍ୟ ମୁନି ଯେତେବେଳେ ହନୁମାନଙ୍କୁ ଦେଖିଦେଲେ ଲଙ୍କାକୁ ଆସୁଛି, ଆଗରୁ ବତେଇଲେ ହେଇକି ଲଙ୍କାକୁ ଗଲେ ବାନର ଆସୁଛି, ଯିଏ ଗୋଡ଼ ଥୋଇଦେଲେ ତ ଲଙ୍କା ପାତାଳକୁ ପଳେଇବ। ଆଉ ଅହଙ୍କାର କନା ସୀତାକୁ ଫେରେଇଦିଏ। ମନ୍ଦୋଦରୀ ବୁଝେଇଲେ ଫେରେଇଦିଏ। ମାରିକ ବୁଝେଇଲା, ବିଭୀଷଣ ବୁଝେଇଲା, ମାଲ୍ୟବନ୍ତ ବୁଝେଇଲେ। ରାବଣ ବୁଝି ଯିଏ ଯାହା ବୁଝାଉ ମୁଁ ବୁଝିଲି ନାହିଁ। ତଥାପି ସୀତା ନ ସମର୍ପୟାମି ଜାନାମି ସୀତା ଜନକ ପ୍ରସୂତା ଜାନାମି ରାମ ସୁରସୁତ ଜାନାମି ରାମ ପରମେ ହତ ତଥାପି ସୀତା ସମର୍ପୟାମି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଲକ୍ଷ୍ମଣ ସିଆ ସୁନ୍ଦର ଶ୍ୟାମ। ବୋଲେ ସଚ୍ଚିଦାନନ୍ଦ ଭଗବାନ ଜୟ। ସମସ୍ତେ ବୁଝେଇଲେ କିନ୍ତୁ ରାବଣ ବୁଝୁନି। ରାବଣ କ'ଣ ଗୋଟେ ମୂର୍ଖ କି? ଛୋଟିଆ ଉଦାହରଣରେ ଯଥାର୍ଥ ମନେକର ଉପସ୍ଥାପନ କରୁଛି। ଗୋଟେ ଗାଁରେ ପ୍ରବଚନ ଚାଲୁଥିଲା, 9 ଦିନ ରାମଚରିତମାନସ ହଉଥିଲା, ସବୁ ଲୋକମାନେ ଶୁଣୁଥିଲେ। 2 ଜଣ ଦୂରରେ ଯାଇକି ସମ୍ପୂର୍ଣ୍ଣ ଶୁଣୁଥିଲେ। ଜଣେ କହିଲା 9 ଦିନ ଯାକ ହେଲା ମୁଁ କିଛି ବୁଝିପାରିଲିନି। ରାମଚରିତମାନସ ସିନା ହେଲା, ମୁଁ କିଛି ତା ଦେହରେ ବୁଝିପାରିଲିନି।
बोले समस्ते बुझे समस्त की भल लगे तोते कौन भल लगे किसी बुझीपारू ना मुझे बुझीपारे कौन हम ना अच्छा चाल का सकाल पाक जी जी कहते तो बुझिकी आम आस से कहला हाँ चाल जदि से मतलब बुझे देवे जानी था मो घर द्वार संपत्ति बाड़ी सब ये सत्संग नाम लिखी मुझे नेबी मो संपत्ति बाड़ी सब कौन लिखी ये सत्संग जो रामचंद्र मानस अच्छी सब दान देदेवी मोर समझे सत्य ज्ञान देदेव ना मुझे सत्य कह तुम्हें जहाँ मत बुझेदेव रामायण गाथा तुमको सब लिखे बोले जी आस्ते पाखे कहला कि रामायण बुझा ना बुझे दियो राम हनुमान सब बुझेला है मुझे बुझीपारे तार सत कि मिछ कौन बोली मुझे बुझीपार कहला अच्छा मुझे बुझे बुझीपार ना मो गुरु को डाकिया गुरु को डका स्त्री कहले गुरु आसलानी एत बड़ ज्ञानी ताके एत कथा कहते लोक शुणुचे गुरु जब तुमको बुझेबे तुम बुझीदेव ताल आम घर को दान देदेव आम कौटी रहा कहते तू कहीं व्यस्त गुरु आसतु कि राम आसतु मुझे तो कहीं बुझीपारू राम आसिक बुझा मु गोटे कथा कहली मुझे बुझीपारू ना तेणु रावण को समस्त बुझे रावण कौन बुझे से आगे बुझिकी अच्छी मुझे देखी मरबी मत किए बुझे बुझा मुझे सीता को छाड़ी देवी कौन मो राम हाथ में मरबी मु तो कौन करके बस राम हाथ में ही मर तुम किए के बुझा सीता छाड़ी कौन मुझे छाड़ी ना कौन कहला पृथ्वी कर्षण संभूता को नाभि पालिता रावण से पदार्थाय संभवामी जुगे जुगे मोर मरण सीता हो बोली जुगे जुगे यही मोर मागिकी आसिकी तुम मैंने कौन बुझे बुझी मुझे बुझी हाथ में मरी बोली राम हाथ में मरी बोली जमक लुगा कचौची राम हाथ में मरी बोली स्वामी की गोड़ तले बांधिकी रखी राम हाथ में मरबी बोली ब्रह्मा को ट्यूशन मास्टर कर बांधिकी रखी एम सब बांधिले आपको मुकुड़ा राम आसो स्त्री की मुकुड़ा दरकार नहीं स्त्री की मुकुड़ा सी आज्ञा लंका आसा दरकार नहीं लंका को आज्ञा आसा दरकार नहीं से तो मतलब स्त्री दब बोली सत्य कर केवल ए मान सब उद्धार करने राम तो सत्य कर सीता दे बोले राम कहीं सीता को आने से सत्य कर क्या उद्धार करने जो बंधाई जो मैंने सब अच्छा रावण पाखे रावण कहीं बांधिकी रखा ना रावण कहला मुझे सत्य कर सीता मत दब बोली राम हूँ दीन बंधु अति कृपालु से सत्य कर मत के मारे ना तेणु ये देवता मान ग्रह मान सब बांधिकी रखिले आपको उद्धार करने सीता छल से मत मारे सी तो कहबे ये मुक्ति देवाई मुझे आसती बोली मो स्त्री की नहीं गला बोली मुझे मारबी किंतु प्रकृत में राम जाते जो बंधा ग्रह मान अच्छा देवता मान अच्छा मुकुली पारना देव मानव देवता मान उद्धार करने रावण ठाकुर से मुकुड़ा आज रावण को मारिया गले अच्छा देवता मान बांधार शक्ति रावण पाखे कहीं ना से जय विजय जगन्नाथ मोर जोगुआरी से ता बड़ हम क्या बड़ हम कि से बड़ा बैकुंठवासी बैकुंठ में थी दिन पाखे कहता ना बैकुंठवासी पाखे बहुत बुद्धि तो सुधी सज्जन मंडली आज हनुमान लंका को छाड़ खाड़ कर पड़े लंकार सब लुगापटा आनिकी गुड़े देले कहले लंकार जेते थिला छिना लुगा सखी आउ घरु हेले से हनुमान को कहीं जानी न पारा अधा कला नागरटा लंका को जाड़ीदेला से रावण कहूँ स्वर्ण लंका पुरे रखिली आनी सुवर्णा स्वर्ण एक आसीते हनुमंत महाराज लंका पड़ी अच्छा हनुमंत महाराज को राम आसला बेले कही लंका पड़
ସୀତା ବି କହିନାହାନ୍ତି ଲଙ୍କା ପୋଡ଼ିଦେବେ। ହନୁମାନ କ'ଣ ପାଇଁ ପୋଡ଼ିଦେବେ? ହନୁମାନ କହିଲେ ମୁଁ ବି ଭାବିକି ଯାଇନଥିଲି ମୁଁ ଲଙ୍କା ପୋଡ଼ିବି, ମୋ ନାଙ୍ଗୁଡ଼ରେ ନିଆଁ ଲାଗିଲା ପରେ ବି ମୁଁ ଭାବିନଥିଲି ଯେ ଲଙ୍କାଟା ପୋଡ଼ି ହେଇଯିବି ବୋଲି। କାରଣ ସିଏ ଆକାଶ ପୋଡ଼ି 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 ପଳେଇଲା, ମୁଁ କିଛି ଜାଣିପାରିଲି ନାଇଁ। ହନୁମାନ ଜାଣିପାରିଲେନି କାହିଁକି? ନାଇଁ ତ ପାର୍ବତୀଙ୍କ ଇଚ୍ଛା, ମୋ ଘରଟାକୁ ସେ ନେଇଛି, ସେ ଘରଟାକୁ ମୁଁ ପୋଡ଼ିଦେବି। ହନୁମାନଙ୍କର ଇଚ୍ଛା ନାହିଁ କିନ୍ତୁ ଲଙ୍କାଟା ପୋଡ଼ି ହେଇଗଲା। ତ ଶ୍ରୁତି ସଜନ ମଣ୍ଡଳୀ, ଅଗ୍ନିଦ ବରଦସ୍ତୈବ ଶସ୍ତ୍ର ପାଇଁ ଧନାର ମହା କ୍ଷେତ୍ର ଦ୍ୱାରା ପ୍ରଭାବିତ ସହଜେ ଆତତାୟୀ ନାହିଁ। ସହଜକୁ ଆତତାୟୀ କୁହନ୍ତି କ'ଣ ପାଇଁ? ଅଗ୍ନି ଦର୍ଜି ଅନ୍ୟ ଘରେ ନିଆଁ ଲଗାଏ। ହନୁମାନଙ୍କର ଇଚ୍ଛା ନାହିଁ ମୁଁ ଲଙ୍କା ପୋଡ଼ିବ। ହନୁମାନ କହିଲେ ମୁଁ ବି ଜାଣିଛି ଯେ ଲଙ୍କାଟା ପୋଡ଼ି ହେଉଛି ବୋଲି, ମୋ ନାଗର ପୋଡ଼ିବା ପାଇଁ ସେମାନେ ଲଗେଇଦେଲେ କିନ୍ତୁ ମୁଁ ପୋଡ଼ି ନାହିଁ। ପାର୍ବତୀ ମା କହିଲେ ମୋ ଘରଟାକୁ ସିଏ ନେଇଛି, ମୋ ଘର ମୁଁ ପୋଡ଼ିଛି, ତା ଘର ମୁଁ ପୋଡ଼ି ନାହିଁ। ମୋ ଘରଟା ସେ ନେଇଯାଇଛି ବୋଲି ମୋ ଘରଟାକୁ ମୁଁ ପୋଡ଼ି ଦେଇଛି। ଅଗ୍ନିଦ ବରଦସ୍ତୈବ, ଅନ୍ୟକୁ ଯିଏ ବିଷ ଦିଏ, ଅନ୍ୟର ଘରେ ଯିଏ ନିଆଁ ଲଗେଇ ଦିଏ। ଅଗ୍ନିଦ ବରଦସ୍ତୈବ, ଶସ୍ତ୍ର ପାଣିରେ ସବୁବେଳେ ଅସ୍ତ୍ରଶସ୍ତ୍ର ଧରିକି ବୁଲୁଥାଏ। ଧନାର ପାହା, ଅନ୍ୟର ଧନକୁ ଯିଏ ହରଣ କରେ। କ୍ଷେତ୍ର ଦ୍ୱାରା, ଅନ୍ୟର ଜମିକି ଯିଏ ଜବରଦସ୍ତି ମାଡ଼ି ବସେ। ଦ୍ୱାରା କହିଲେ ପରସ୍ତ୍ରୀ, ପରସ୍ତ୍ରୀକି ଯିଏ ନିଜେ ଚୋରି ଆଣେ। ଏମାନଙ୍କୁ ଆତତାୟୀ କୁହନ୍ତି। ଏମାନଙ୍କୁ ମାରିଦେଲେ ପାପ ଲାଗିବ ନାହିଁ। ରାମଭଦ୍ର ସରକାର ବାଡ଼ିକି ସେଇ କଥା କହିଲେ, ପରସ୍ତ୍ରୀକି ତୁ ଅପହରଣ କରିକି ଆଣିଥିବାରୁ ତୋତେ ମାରିଦେଲେ ଦୋଷ ଲାଗିବନି ବୋଲି ମୁଁ ତୋତେ ମାରିବି। ରାବଣ ପରସ୍ତ୍ରୀକି ହରଣ କରିକି ଆଣିଛି ବୋଲି ରାବଣ ତା ବାହୁବଳରେ ଏମାନଙ୍କୁ ଜିତିଥିଲା। ରାମ ଯଦି ମାରି ଦେଇଥାନ୍ତେ ରାମକୁ ପାପ ଲାଗିଥାନ୍ତା। ରାମ କହିଲେ କେବଳ ମୋ ସ୍ତ୍ରୀକି ଚୋରିକି ନେଇଗଲି ବୋଲି ସେ ସହରରେ ମୁଁ ତୋତେ ମାରିବି, ତୁ ଯଦି ମାଗିକି ନେଇଥାନ୍ତେ ମୁଁ ତୋତେ କେବେ ମାରି ନଥାନ୍ତି। ତ ଶ୍ରୁତି ସଜନ ମଣ୍ଡଳୀ, ହନୁମନ୍ତ ମହାରାଜ ନ ଜାଣିପାରି ଲଙ୍କାରେ ନିଆଁ ଲାଗିଗଲା। ଲଙ୍କା ପୋଡ଼ିଗଲା। ପୋଡ଼ିଗଲା ପରେ ଲଙ୍କାଟା ଆହୁରି ସୁନ୍ଦର ଦିଶିବ ନା? ସୁନ୍ଦର ଦିଶିବ। ଶନି ଯେଉଁ ରାବଣ ପାଦ ତଳେ ଥିଲେ, ସେ ଯେଉଁ ପଥର ସବୁ ପକେଇଥିଲା, ସେ ପଥର ତଳେ ବି ଗୋଟେ ବେଙ୍ଗ ଥିଲା। ବେଙ୍ଗର କଥା ଆସନ୍ତାକାଲି କହିବା। ବେଙ୍ଗ ସମୁଦ୍ର ପାଣି ଯେତେବେଳେ ଲୁଣିଆ ନଥିଲା, ସମୁଦ୍ର ପାଣି ଏବେ ଲୁଣିଆ ଦେଖୁଛ, ସମୁଦ୍ର ପାଣି ଲୁଣି ନଥିଲା। ସେ ଯେଉଁ ନବଗ୍ରହ ପଡ଼ିଥିଲେ ବନ୍ଧା ହେଇକିରି, ସେ ପଥରଟାକୁ ହନୁମାନ ଉପାଡ଼ିକି ନେଇଯିବାକୁ ରହୁଥିଲା। ରାବଣଙ୍କ ସିଂହାସନ ଉପରେ ମରକତ ଶିଳାଟାକୁ ହନୁମାନ, ଯେଉଁ ଶିଳାରେ ନବଗ୍ରହ ବନ୍ଧା ହୋଇଥିଲେ, ତାକୁ ହନୁମାନ ଉପାଡ଼ି ନେଇଯିବାକୁ ଆସିଥିଲା। ତାପରେ ଯେଉଁ ବେଙ୍ଗ ଥିଲା ସେ ହନୁମାନଙ୍କର କହିଲେ ନେଇକି ଯିବୁ ଯଦି ଲଙ୍କାରୁ ତ ଛାତି ଫାଟିଯିବ। ହନୁମାନ ଡରିଆ ଲାଗିଲେ, ମୋ ଛାତି ଫାଟିଲା ଭଳିଆ କେସ୍ ଅଛି। ଗୋଟେ ବେଙ୍ଗଟା ଡରେଇଥିଲା ହନୁମାନ, କହିଲେ ଯିଏ ଡରାଇଲା ସାରା ଲଙ୍କା ନଗରୀକୁ, ତାକୁ ଡରାଇଲା ଏକ ବେଙ୍ଗଟା। ହନୁମାନଙ୍କୁ ଡରେଇଦେଲା। ବେଙ୍ଗଟା ଦେଇଦେଲା ଚମକୁ ପଡ଼ିଥିଲା ନା ନାଇଁ? ବେଙ୍ଗଟା ହନୁମାନଙ୍କୁ ଚମକେଇ ଦେଇଥିଲା। ତ ଶ୍ରୁତି ସଜନ ମଣ୍ଡଳୀ, ଖାଲି ବେଙ୍ଗ ନୁହଁ, ବେଙ୍ଗଟା ତ ହନୁମାନଙ୍କୁ ଜଗତରେ ସର୍ବଶ୍ରେଷ୍ଠ କରିଦେଲା। ଆଉ ଗୋଟିଏ ଥିଲା ଗୁଣ୍ଡୁଚି ମୂଷା, ଯିଏ ହନୁମାନଙ୍କୁ ଅମର କରିଦେଲା। ତୁ କେବେ ମରିବୁ ନାହିଁ। ହନୁମାନଙ୍କୁ ଗୁଣ୍ଡୁଚି କେମିତି ଅମର କଲା? ଯେତେବେଳେ ଆମର କ'ଣ ହେଇଥିଲା ନା, ଶେଷ ବନ୍ଧ ହେଇଥିଲା। ଏ କଥାଟା ଯଦି ନ କହିବା କାଲି କେତେବେଳେ ପୁଣି ଲକ୍ଷ୍ମଣ ଶକ୍ତିଭେଦ ହେବେ, କେତେବେଳେ ନାଗର ସମ୍ବୋଧନ ହେବେ, କେତେବେଳେ ପୁଣି ରାବଣ ଧରିବେ, ସମୟ କାଲି ସ୍ୱଳ୍ପ। ତେଣୁ ସେତୁ ବନ୍ଧର ଗୁଣ୍ଡିଚି କଥାଟା ଟିକିଏ କହିଦେଇକି ଆଗକୁ ଯିବା। ପୁଣି ରାମ ରଜା ହେବେ। ଆମର ଗୋଟେ ଶବ୍ଦ ଅଛି, କାହିଁ ରାମଚନ୍ଦ୍ର ନା କାହିଁ ରାମିଆ ଭଣ୍ଡାରୀ। ଗୋଟେ ଢେବ କହୁছে ନା, କାହିଁ ରାମଚନ୍ଦ୍ର ନା କାହିଁ ରାମିଆ ଭଣ୍ଡାରୀ। ରାମ ଦିନେ ଭଣ୍ଡାରୀ ହେଇଥିଲେ। ଭଣ୍ଡାରୀ ମାନେ ଭଣ୍ଡାରୀ କ'ଣ କରନ୍ତି? ଖୁର ଧରିକି ଚୁଟି କାଟନ୍ତି। ରାମ ଦିନେ ଭଣ୍ଡାରୀର ଖୋଳିବାକୁ ଧରିଥିଲେ। କ'ଣ ପାଇଁ ରାମ ଖୁର ଧରିଲେ? ପ୍ରଭୁ ରାମଚନ୍ଦ୍ର ସେ ପୁଣି ଭଣ୍ଡାରୀରୁ ଖୁର ଆଣିଲେ, ଦେ ମୋତେ ଖୁର ଦିଏ, ମୁଁ ଆଜି ଭଣ୍ଡାରୀ ହେବି। ରାମ ଭଣ୍ଡାରୀ କାହିଁକି ହେଲେ? ଭରତ ପାଇଁ। ରାମ ଭରତ ପାଇଁ ଭଣ୍ଡାରୀ ହେଇଗଲେ। କହିଲେ ଭରତ ପାଇଁ ମୁଁ ଭଣ୍ଡାରୀ ହେଇଯିବି। ଖୁର ଭରତର ଚୁଟି କାଟିବା ପାଇଁ ଏମିତି କେଉଁ ଭଣ୍ଡାରୀ ନାହିଁ। ରାମ କହିଲେ ଭରତର ଚୁଟିଟା ଏତେ ସାଧାରଣ ଚୁଟି ନୁହେଁ, ଯେଉଁ 14 ବର୍ଷ ଭରତ ଜଟା। ରାମଙ୍କ ଜଟା ସିନା ଭଣ୍ଡାରୀ କାଟିଲା, କିନ୍ତୁ ଭରତ ଜଟାକୁ ରାମ କାଟିଲେ, ଖୁର ବତୁରି ଧରିଦେଲେ। ସେଥିପାଇଁ କୁହନ୍ତି କାହିଁ ରାମଚନ୍ଦ୍ର ନା କାହିଁ ରାମିଆ ଭଣ୍ଡାରୀ। ତ ଶ୍ରୁତି ସଜନ ମଣ୍ଡଳୀ, ଏ କଥାଟା କାଲି ତ ରହିବ। ରାମ ରାଜା ହେଲା ପରେ ଗୁଣ୍ଡୁଚି ମୂଷା ଟିକେ ଅଳ୍ପ କରି କହିଦେବା। ପୁଣି ସମୟ ହେଲାଣି, ଭୋଗ ଆମର ଆସି ପହଞ୍ଚିଗଲାଣି। ପାଣି ବିଶ୍ରାମ ଦିଅ ବୋଲି ସଂକେତ ପାଇପାରିବେ। ତ ଶ୍ରୁତି ସଜନ ମଣ୍ଡଳୀ, बोलिए सच्चिदानंद भगवान की जय। सेतु बंधरे समस्त पत्थर पकाउଥିଲେ। हनुमान गोटे लुंगरे गोटे परत पानी धरा बोली कହୁଥିଲେ। गुंडुची मୂଷାଟି ବାଲି ଝାଡ଼ି ଦେଉଥିଲା। ଭାଙ୍ଗି ଯାଇ ଜଳ ପୁଣି
ବାଲିରେ ଗଳେଇ ମୂଷା ବନ୍ଧ ତଳେ ଆସି ପୁଣି ଦେହକୁ ଝାଡ଼େ ତାର ବାଲି ଝାଡ଼ି ଦେଉଥିଲା। ଝାଡ଼ିଦେବା ସମୟରେ ରାମ ଗୁରୁ ଦେଖୁଥିଲେ ଗୁରୁଜୀ ମୂଷାଟି ସେବା କରୁଛି, ଯାହା ନିଜର ଯେତିକି ସାମର୍ଥ୍ୟ ଅଛି ସେ ତାର ସେବା କରୁଛି। ଏହି ସମୟରେ ହନୁମାନ ଯେଉଁ ଯାଉଥିଲେ ତାଙ୍କର ପାଦର ପବନଟା ବାଜିଗଲା। ସେ ପବନ ବାଜିକି ଗୁରୁଜୀ ଛିଟିକି ପଡ଼ିଲା ଯେ ରାମ କୋଳରେ ପଡ଼ିଲା। ଖାଲି ପବନଟା, ହନୁମାନ ପାଦ ପକେଇ ନାହାନ୍ତି, ପାଦ ଉଠିଲା ବେଳକୁ ପବନଟା ବାହାରିବ ମାଟିରୁ ପାଦକୁ, ସେ ପବନରେ ଗୁରୁଜୀ ମୂଷା ଛିଟିକି ଯାଇ ରାମଙ୍କ କୋଳରେ ପଡ଼ିଲା। କହିଲେ ହରସେ ଶ୍ରୀରାମ ଆଉସି ଦେଲେ ଗୁରୁଜୀ ଅଙ୍ଗ ତିନି ଗାର କାଟି ରହିଲା ଦେହେ ଅଙ୍ଗୁଳି ରାଗ। ହରସେ ଶ୍ରୀରାମ ଆଉସି ଦେଲେ ଗୁରୁଜୀ ଅଙ୍ଗ ତିନି ଗାର କାଟି ରହିଲା ଦେହେ ଅଙ୍ଗୁଳି ରାଗ। ଏବେ ମଧ୍ୟ ରାମଙ୍କର ଆଙ୍ଗୁଠି ତାଙ୍କ ଗୁରୁଜୀ ପିଠିରେ ଅଛି। ପ୍ରଭୁ କହିଲେ ଇଏ ଗୋଟେ ସାଧାରଣ ଗୁଣ୍ଡୁଚିକି ଆଗେ କିଏ ମାଇଲା, ସେଠୁ ବନ୍ଧାଉ ହେଇପାରିବନି। ଏ ବନ୍ଧାଉ ମାନେ ଯେଉଁ ବନ୍ଧରେ ଗୋଟେ ଛୋଟିଆ ଜୀବକୁ ହତ୍ୟା କରାଯାଉଛି, ଏ କାମ ବନ୍ଦ, ସବୁ କାମ ବନ୍ଦ କର, ସମସ୍ତେ ଗୋଟେ ଧାଡ଼ିରେ ଠିଆ ହେବ। ସବୁ ବାନର ମାନେ କହିଲେ କ'ଣ ହେଲା, ପ୍ରଭୁ ବନ୍ଧ ବନ୍ଦ କରିଦେଲେ, ସମସ୍ତେ ଧାଡ଼ିରେ ଠିଆ ହେଲେ। ପ୍ରଭୁ ରାମଚନ୍ଦ୍ର କହିଲେ ଗୁଣ୍ଡୁଚିରେ ତୋତେ ଯିଏ ମାରିଛି କହ। ଗୁଣ୍ଡୁଚି କହିଲେ ଆଜ୍ଞା ମୋତେ ଯିଏ ମାରିଛି ଆପଣ ତାର କିଛି କରିପାରିବେ କି? ରାମଚନ୍ଦ୍ର କହିଲେ ତୋତେ ଯିଏ ମାରିଛି ମୁଁ ତାକୁ ମୃତ୍ୟୁଦଣ୍ଡ ଦେବି। ଗୁଣ୍ଡୁଚି କହିଲା ନାଇଁ ନାଇଁ, ଯେଉଁ ଦଣ୍ଡ ମୁଁ କହିବି ସେଇ ଦଣ୍ଡ ଦିଆଦେବି। ରାମ କହିଲେ ମୁଁ ସତ୍ୟ କହିଲି ଗୁଣ୍ଡୁଚି ତୁ ଯେଉଁ ଦଣ୍ଡ କହିବୁ ତାକୁ ସେଇ ଦଣ୍ଡ ଦିଆଯିବ। ତୁ ଦେଖା ୟା ଭିତରେ କୋଉ ବାନର ତୋତେ ଆଘାତ ଦେଲା। ଗୁଣ୍ଡୁଚି ଧାଡ଼ିରେ ଭଗବାନଙ୍କ ହାତରେ ଅଛି, ବାନର ମାନେ ଲାଇନ୍ ହେଇକି ଠିଆ ହେଇଛନ୍ତି। ରାମଚନ୍ଦ୍ର ଦେଖି ଦେଖି ଆଉଁସି ବସୁଛନ୍ତି, ଏଇ ବାନର ମୋତେ ମାରିଛି, ଏଇ ବାନର ଏଇ ବାନର। ଗୁଣ୍ଡୁଚି କହୁଛି ନାଇଁ ନାଇଁ, ଯେତେବେଳେ ହନୁମାନ କହିଲା ଆଜ୍ଞା ଏଇ ମୋତେ ମାରିଛି। କିଏ ମାରିଛି? यही मते मारी राम आखिर होइगला। राम भद्र सरकार कहले रघुपति कीनी बहुत बड़ाई तुम आज मो पाखे लक्ष्मण अच्छी किंतु भरत मो पाखे ना। तू जब मो पाख मत लगे मो भरत मो पाखे अच्छी। आज भावुची तू भरत को जापर भरत ना कड़क लगे। तू आज ये कम कर मो भाई भरत को भावुली भरत के एमती हो पार ना। तू जहाँ कर हनुमान मन में भाई दुख कले मत लक्ष्मण सहित कहीं सामान कले भरत सहित कहीं सामान कर जहाँ प्रभु राम वनवास आसिले सब सबुदिन सामान कर। गुंडुची मूषा कहले राम हे गुंडुची तू कौन कहू कह तू जो दंड देव हनुमान को से दंड देव। तू मारे कहले हनुमान आज मर तू जब मृत्युदंड मागे हनुमान आज मर। समस्त बानर मैंने हाहाकार कले रावण घर को युद्ध दिया पूर्व हनुमान मरीज गोटे गुंडुची भाई राम केड़ बड़ न्याय कर देखु। ये हूँ राजनीति। राजनीति जब आम गोटे बड़वान लोक आम अच्छी से गोटे छोटिया अपराध कर आम बड़ बड़ अपराध को क्षमा दे दे ना नहीं। बड़ बड़ राज्य पोस्ट थे केत बड़ अपराध कर मुकुड़ दे कि राम कहते गोटे गुंडुची अपराध करके उद्धार पाइबू ना। तोते आम उद्धार दबन जब मृत्युदंड कर ते मृत्युदंड दिया। गुंडुची कहला आज्ञा मु बर मागिक आपदेवे आजन्म जिते दिन पर्यंत चंद्र सूर्य थे केवे भी ये धरा धाम हनुमान को मृत्यु देव ना। कहीं मृत्यु देव ना हनुमान मुची थे हनुमान पाद को धरिकी मुझा तुम पाखक चलीगली सेमती तुमरी पाद को धरी थे किए तुमको पाइपर अयोध्यावासी छाड़ी हनुमान पादर आघात बाजिले समस्त राम कोल पड़े मुझे तुम कोल पड़गली। आज सेमती हनुमान जब जीकी थी मो पर केते गुंडुची तुम कोल आसिक पड़े। तेणु हनुमान सबुदिन चिरंजीवी बोले वीर बजरंग बाली मंडली से गुंडुची तो पड़ेगा। हनुमान टे मन दुख कर बाहर बसचे राम भद्र सरकार गला हनुमान कहीं मन दुख कर गुंडुची की ये दंड तुमको दिगला बोली ना नाई नहीं प्रभु मु तो अपराध करी मत दंड देव किंतु मत भरत सहित
कहीं सब समान कर मन में दुख हो राम कहले भरत तुमको भल लगुनि कहले नाई प्रभु मत लक्ष्मण सहित कही था मोर लक्ष्मण सामान भाई को कहीदेले खुशी होती आप भरत सामान भाई कहते मत बड़ कष्ट लगुच रामचंद्र कहले बापारे दिने तू भरत सहित भेट हो से दिन जानबू भरत किए बोले जो दिन भरत बाटली मार खाइले हनुमान से दिन जाइले अरे बापारे ये भरत एत साधारण नुहे ताले भरत बाटली मार केड़ जो हनुमान को वज्र बाजिले हनुमान किसी हेनी ब्रह्मास्त्र बाजिले किसी हेनी ताले भरत बाटली केते बड़ थिला जोटा वज्र ठारू ब्रह्मास्त्र ठारू सुदर्शन चक्र ठारू विष्णु ठारू अधिक बल मानगला जो हनुमान तौक पकईदेला से बाटुटा मैंने गोटे गोड़ीटा जमी लाठी मारती गोटे गोड़ीटा तो धनु ना कि तीर ना खाली गोड़ीटा से गोड़ीटार ये बल कौटू आईला जे हनुमान तौक पकईदेला आसंता कथा रचना करिए पानी परिठारे समस्त विश्राम पूर्व महामंत्र प्रसाद लगुचे गाई दिंतु समस्ते ठिया पड़ू आरती सारा पानी विश्राम
पुष्पाञ्जलि शरणं नास्ति त्वमेव शरणं मम तस्मात् दादा कोटे बोले जाओ सदा पावनं जानमितेयवासं हरस्वस्वरूपान् सन्धानशीलं सदा सुप्रसन्नं देहं शिवानन्दयोगीन्द्र आनन्दमूर्ति। हरिओम। आसंता काली आमर पूर्णाहुति दिवस अंतिम दिवस प्रभु रामचंद्र राज्याभिषेक तथा गरुड़ समारोह।